କଖାରୁ ପୋଡ଼। ଆବଶ୍ୟକ ସାମଗ୍ରୀ: 500 ଗ୍ରାମ ପାଚିଲା ମିଠା କଖାରୁ, 750 ଗ୍ରାମ ଅରୁଆ ଚାଉଳ ଚୂନା, ଗୋଟିଏ ଛୋଟ ନଡ଼ିଆ, 25 ଗ୍ରାମ ଜୁଆଣି, 500 ଗ୍ରାମ ଗୁଡ଼, 50 ଗ୍ରାମ ଘିଅ। ପ୍ରସ୍ତୁତି ପ୍ରଣାଳୀ: କଖାରୁରୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କାଟି ଅଳ୍ପ ପାଣି ଦେଇ ସିଝାନ୍ତୁ। ଜୁଆଣିକୁ ଭାଜି ଗୁଣ୍ଡ କରନ୍ତୁ। ନଡ଼ିଆକୁ ପତଳା ଓ ଛୋଟ ଖଣ୍ଡ କରି କାଟନ୍ତୁ। କଖାରୁ ଭଲ ଭାବରେ ସିଝିଗଲେ ତାକୁ ଡଙ୍କିରେ ଘାଣ୍ଟି ଦିଅନ୍ତୁ କିମ୍ବା ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ। ଚୁଲାରେ କଡ଼େଇ ବସାଇ ବଟା କଖାରୁ, ଗୁଡ଼, ନଡ଼ିଆ କଟା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଘାଣ୍ଟନ୍ତୁ। ମିଶ୍ରଣ ଫୁଟି ଆସିଲେ ଚୂନାକୁ ଧୀରେ ଧୀରେ ପକାଇ ଘାଣ୍ଟନ୍ତୁ ଯେପରି ଚୂନା ଏଥିରେ ଭଲ ଭାବରେ ମିଶିଯିବ। ଏହାକୁ ଧିମା ଆଞ୍ଚରେ ଅନବରତ ଘାଣ୍ଟନ୍ତୁ ଓ ଚୂନାକୁ ଟିକେ ସିଝିବାକୁ ଦିଅନ୍ତୁ। ଯନ୍ତଣୀକୁ ପୂରା ଶୁଖିଲା ନ କରି ଜୁକୁଜୁକିଆ ଅବସ୍ଥାରେ ଓହ୍ଲାନ୍ତୁ। ଆଉ ଏକ କଡ଼େଇରେ ଘିଅ ଢାଳନ୍ତୁ ଓ ଯନ୍ତଣୀକୁ ସେଥିରେ ପକାଇ ଚାରିଆଡ଼େ ଖେଳେଇ ଦିଅନ୍ତୁ। ହାତରେ ସାମାନ୍ୟ ଘିଅ ମାରି ପିଠାର ଉପର ଅଂଶକୁ ଥାପି ସମାନ କରନ୍ତୁ। ପିଠା ଉପରେ ଅଳ୍ପ ଘିଅ ଓ ଜୁଆଣି ଗୁଣ୍ଡକୁ ଛିଞ୍ଚି ଦିଅନ୍ତୁ। 2ଟି କଦଳୀ ପତ୍ର କାଟି ପିଠା ଉପରେ ଭଲ ଭାବରେ ଘୋଡ଼େଇ ଦିଅନ୍ତୁ। ପତ୍ର ଉପରେ କାଠ ଚୁଲାର ନିଆଁ ଅଙ୍ଗାରକୁ ଚାରିଆଡ଼େ ଢାଙ୍କି ଦିଅନ୍ତୁ। କଡ଼େଇକୁ କାଠ ଚୁଲା କିମ୍ବା ଗ୍ୟାସରେ ଧିମା ଆଞ୍ଚରେ ଘଣ୍ଟାଏ ପର୍ଯ୍ୟନ୍ତ ବସାନ୍ତୁ। ମଝିରେ ମଝିରେ ପିଠାରେ ଉଲ୍ କଣ୍ଟା କିମ୍ବା ଖଡ଼ିକାଟିଏ ଫୋଡ଼ନ୍ତୁ। ଯଦି କଣ୍ଟାରେ ପିଠା ପାଣିଆ ହୋଇ ନ ଲାଗିଲା, ଶୁଖିଲା ଲାଗିଲା, ତେବେ ପିଠା ପ୍ରସ୍ତୁତ ହେଲା ବୋଲି ଜାଣିବେ। ପିଠା ହୋଇଗଲେ ଚୁଲାରୁ ଓହ୍ଲାନ୍ତୁ। ଥଣ୍ଡା ହୋଇଗଲେ ଉପରୁ ଆସ୍ତେ କରି ପତ୍ର ଓ ନିଆଁକୁ ବାହାର କରନ୍ତୁ। ଏବେ ଛୁରୀ କିମ୍ବା ପନିକିରେ ଖଣ୍ଡ ଖଣ୍ଡ କରି କାଟି ଖାଇବାକୁ ଦିଅନ୍ତୁ।